ଶୁଣ 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 ଗ୍ରାମବାସୀ ମାନେ, ଆଗକୁ ବାତ୍ୟା ଆସିବାର ସମ୍ଭାବନା ଅଛି। ତେଣୁ ଆପଣମାନେ ୟୁଟ୍ୟୁବ, ଫେସବୁକ୍, ସୋସିଆଲ ମିଡ଼ିଆରେ ଯେଉଁମାନେ ଫେକ୍ ନ୍ୟୁଜ୍ ଦେଖୁଛନ୍ତି ସେଥିରେ ଆତଙ୍କିତ ହୁଅନ୍ତୁ ନାହିଁ। ସାର୍ ସାର୍ ତମେ ଗୁଡ଼ାଏ ଖୋଜିଲାନି, ତମେ କୋଉଠି ଥିଲ? ଗାଁ ସାରା ଲୋକ ଫୁଟୁର ପାଟର ହଉଛନ୍ତି, ଗୁଡ଼ାଏ ବାତ୍ୟା କୋଉଠି ଅଧିକା ଅଛି ଏ ବର୍ଷ। ଶୁଣ ସାର୍ ଶୁଣୁନାହାନ୍ତି, ମାନେ ଆମେ ଦେଖୁଛୁ ଟିଭି ଦେଖୁଛୁ, ମୋବାଇଲ ୟୁଟ୍ୟୁବ ଦେଖୁଛୁ, ଘନା ଘନ ନ୍ୟୁଜ୍ ହେଉଛି ଯେ 19 ପକେଇବ, ଘର ଦ୍ୱାର ସବୁ ଭାଙ୍ଗି ଦେବ, ଉଡ଼େଇ ଦେବ। ଇଏ କେମିତି ଆମେ ରହିବୁ? ଆରେ ଶୁଣ, ତମେ ଏତେ ଛାନିଆ କାହିଁ ହଉଛ କହିଲ, ଏତେ ବ୍ୟସ୍ତ କାହିଁ ହଉଛ କହିଲ? ଆରେ ଏ ଯେଉଁ ବାତ୍ୟା ଆମର ଆସୁଛି ବୋଲି ଆମେ ଶୁଣୁଛେ, ଆମେ ସମସ୍ତେ ଶୁଣୁଛେ, ଆମେ ତା ପାଇଁ କେମିତି ସମାଜ ସଜାଗ ହେବା ସେ ବିଷୟରେ ଆଲୋଚନା କରିବା। ହଁ ସାର୍ କୁହନ୍ତୁ। ବର୍ତ୍ତମାନ ସରକାର ଆମ ପାଇଁ ସଜାଗ ଅଛନ୍ତି, ଆଜ୍ଞା, ଆମେ କିଛି ବ୍ୟସ୍ତ ହେବା ଆବଶ୍ୟକତା ନାହିଁ। କିନ୍ତୁ ଆମର କାମ କ'ଣ ଅଛି? ବର୍ତ୍ତମାନ ସୋସିଆଲ ମିଡ଼ିଆରେ ତୁମେ ଦେଖୁଥିବ ଯେଉଁ ଭଳିଆ ଫେକ୍ ନ୍ୟୁଜ୍ ଗୁଡ଼ାଏ ଆସୁଛି, ସେଇ ଆମ ଲୋକଙ୍କୁ ବେଶୀ ଆତଙ୍କିତ କରୁଛି। ତେଣୁ ସେଥିରେ ଆମେ ଆତଙ୍କିତ ହେବା ନାହିଁ। ଆମେ କେମିତି ନିଜକୁ ସଜାଗ ରଖିବା, ଲୋକମାନଙ୍କୁ କେମିତି ସଜାଗ ରହିବା ପାଇଁ ଆମେ ସେମାନଙ୍କୁ କହିବା, ସେ କଥା ବିଷୟରେ ଆମେ ଟିକେ ଆଲୋଚନା କରିବା। ହଁ ହଁ ହଁ, ଠିକ୍ ଠିକ୍ ଠିକ୍। ଆଜ୍ଞା ଆମେ ପୁରା ଛାନିଆ ହେଇ ନ୍ୟୁଜ୍ ଫ୍ୟୁଜ୍ ଦେଖିକିରି। ଆପଣ କୁହନ୍ତୁ କ'ଣ କରିବା କେମିତି? ସାର୍ କ'ଣ କରିବା କହୁନ? ଗାଁ ଲୋକ ତ ସମସ୍ତେ ଛାନିଆ ହେଲାଣି ବାତ୍ୟାକୁ ଇଏ କରିକି। ଆରେ ଛାନିଆ କାହିଁ ହେଉଛ କହିଲ? ରୁହ, ବ୍ୟସ୍ତ ହେଉଛ କାହିଁକି? କଥା ହେବା ସେ ବିଷୟରେ, କେମିତି କ'ଣ କରିବା ଆଲୋଚନା କରିବା। ଆଉ ଏତେ ଛାନିଆ କେମିତି ହେଉଛ? ସକାଳେ ଆପଣ ଖୋଜି ଖୋଜି ଏଠି ପହଞ୍ଚୁଛୁ, କ'ଣ କରିବା କହୁନ? ଆରେ ଶୁଣ, ପ୍ରଥମ କଥା ହେଲା ବାତ୍ୟା ଆସିବ କି ନ ଆସିବ ସେ ପଛ କଥା। ଆଗ ଆମେମାନେ କେମିତି ସତର୍କ ରହିବା ସେ କଥା ଆଲୋଚନା କରିବା ଦରକାର। କେମିତି ସତର୍କ ହେବା ସେ କଥା ଟିକେ କହୁନାହାନ୍ତି ଆମକୁ। ପ୍ରଥମ କଥା ହେଲା ସୂଚନା। ବାତ୍ୟା ଯଦି ଆସୁଛି ଆମେ ଲୋକମାନଙ୍କୁ ସଠିକ୍ ସୂଚନା ଦେବା, ଲୋକମାନଙ୍କୁ କହିବା ଆତଙ୍କିତ ହେବା କୌଣସି ଆବଶ୍ୟକତା ନାହିଁ, ଆମେ କେମିତି ସୁରକ୍ଷିତ ରହିବା, କେହି ଆତଙ୍କିତ ନ ହୋଇ ନିଜକୁ ସୁରକ୍ଷିତ ଦେବା, ସେ ବିଷୟରେ ଆମେ ଲୋକମାନଙ୍କୁ ବୁଝେଇବା। ଆଚ୍ଛା, ଆମେ କେମିତି ସୂଚନା ଦେବା? ଲୋକ ତ ସବୁ ମୋବାଇଲ ଦେଖିକି ବାଳତଳ ହେଉଛନ୍ତି, ଆମେ କେମିତି ଲୋକଙ୍କୁ ସୂଚନା ଦେବା? ସଠିକ୍ କଥା କହିଲ, ଲୋକମାନେ ମୋବାଇଲ ଦେଖିକି ଆତଙ୍କିତ ହେଉଛନ୍ତି। ବର୍ତ୍ତମାନ ସରକାର ଆମର ସଠିକ୍ ସମୟରେ ସଠିକ୍ ସୂଚନା ଦେଉଛନ୍ତି, ଆମେ ସେହି ସୂଚନାକୁ ନେଇକରି ଲୋକମାନଙ୍କରେ ପହଞ୍ଚାଇବା, ଲୋକମାନେ କେମିତି ସୁରକ୍ଷିତ ରହିବେ ସେ ଭିତରେ ବୁଝେଇବା। ଆଉ କେମିତି କ'ଣ କରିବା ସାର୍ ଟିକେ ଆମକୁ କହୁନାହାନ୍ତି। କାଳିଆ, ତୋର ତ ଲୋକ ସମ୍ପର୍କ ଭଲ, ତୁ ସଠିକ୍ ସମୟରେ ସଠିକ୍ ବାତ୍ୟା ସୂଚନାଟି ଲୋକମାନଙ୍କୁ ଦେବୁ, ଲୋକମାନେ କେମିତି ଆତଙ୍କିତ ନ ହେବେ ସେ ବିଷୟରେ ବୁଝେଇବୁ। ପାରିବୁ ନା ନାହିଁ? ହଁ ହଁ, ମୁଁ ପାରିବି। କେମିତି ପାରିବୁ କହ? କ'ଣ କେମିତି ପାରିବା? ଆରେ କେମିତି ଲୋକମାନଙ୍କୁ କହିବୁ ଟିକେ କରିକି ଦେଖା। ଏ ଦେଖ ମୁଁ ଲୋକମାନଙ୍କୁ କେମିତି କହୁଛି। ଶୁଣ 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 ଗ୍ରାମବାସୀ ମାନେ, ଆଗକୁ ବାତ୍ୟା ଆସିବାର ସମ୍ଭାବନା ଅଛି। ତେଣୁ ଆପଣମାନେ ୟୁଟ୍ୟୁବ, ଫେସବୁକ୍, ସୋସିଆଲ ମିଡ଼ିଆରେ ଯେଉଁମାନେ ଫେକ୍ ନ୍ୟୁଜ୍ ଦେଖୁଛନ୍ତି ସେଥିରେ ଆତଙ୍କିତ ହୁଅନ୍ତୁ ନାହିଁ। ସଠିକ୍ ସମୟରେ ସଠିକ୍ ନ୍ୟୁଜ୍ ଆପଣମାନଙ୍କୁ ଆମେ ଦେବୁ। ତେଣୁ ଆପଣମାନେ କେବେ ଭୟଭୀତ ହୁଅନ୍ତୁ ନାହିଁ, ସତର୍କ ରୁହନ୍ତୁ, ସଜାଗ ରୁହନ୍ତୁ। ଆରେ ମୋର ହଉଛିଟି। ହଁ ହଁ, ଠିକ୍ ଅଛି ଠିକ୍ ଅଛି। ହଉ, କାଳିଆର ବଢ଼ିଆ ହେଲା। ଏବେ କମ୍ବା ତୋ କାମ। ତୁ ଗାଁକୁ ଯିବୁ, ଲୋକମାନଙ୍କୁ ବୁଝେଇବୁ ଯଦି ବାତ୍ୟା ଆସେ, ବାତ୍ୟା ସମୟରେ ପିଲାଛୁଆ, ବୁଢ଼ାବୁଢ଼ୀ, ଗର୍ଭବତୀ ମହିଳା ଏମାନେ କେମିତି ସୁରକ୍ଷିତ ସ୍ଥାନକୁ ଯିବେ ସେ ବ୍ୟବସ୍ଥା ଗାଁ ପିଲାମାନଙ୍କୁ ଧରି ତୁ କରିବୁ। ଆଉ ଗାଁରେ ଯେଉଁ ଗାଈ ଗୋରୁ ଛେଳି ମେଣ୍ଢା ଅଛନ୍ତି ସେମାନେ କେମିତି ସୁରକ୍ଷିତ ଜାଗାକୁ ଯିବେ ସେ କାମ ବ୍ୟବସ୍ଥା ମଧ୍ୟ ତୋ ଦାୟିତ୍ୱ ରହିଲା। ତୁ ଗାଁ ପିଲାମାନଙ୍କୁ ଧରି ସେ ବ୍ୟବସ୍ଥା କରିବୁ। ହଁ ହଁ, ମୁଁ ପାରିବି କଥା। ବର୍ତ୍ତମାନ ସନ୍ତେଇ ତମ କାମ। ତମେ ତ ପ୍ରାଥମିକ ଚିକିତ୍ସା ବିଷୟରେ ସବୁ ଜାଣିଛ। ବାତ୍ୟା ସମୟରେ ଯଦି ବାତ୍ୟା ଆସିଲା, ଯଦି କାହା ଉପରେ ଗଛ ପଡ଼ିଗଲା, କେଉଁଠି କାନ୍ଥ ପଡ଼ିଗଲା, କିଏ ଖଣ୍ଡିଆ ଖାବରା ହେଲା, ତମେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରିକିରି ଡାକ୍ତରଖାନାକୁ ନେବାର ବ୍ୟବସ୍ଥା କରିବ। ତମେ ଏବେଠାରୁ କ'ଣ କର ନା, ପ୍ରାଥମିକ ଚିକିତ୍ସା ପାଇଁ ଯେଉଁ ସବୁ ଜିନିଷ ଦରକାର, ବ୍ୟାଣ୍ଡେଜ୍, ଅଏଣ୍ଟମେଣ୍ଟ, ଡେଟୋଲ୍, ବିଭିନ୍ନ ପ୍ରକାର ମେଡ଼ିସିନ୍, ତାକୁ ସବୁ ତମେ ମହଜୁଦ କରି ରଖ। ସେ ସମୟରେ କାମରେ ଲାଗିବ, ତମ ଟିମ୍ ଧରି ତମେ ତମର କରିବ। ଏଇଟା ହେଲା ତମ ଦାୟିତ୍ୱ। ହଁ ଠିକ୍ ଅଛି, ଏ ଦାୟିତ୍ୱଟା ମୁଁ କରିଦେବି। ମୋର ସବୁ ଟିମ୍ ଅଛନ୍ତି, ଆମର ବି ଅଭିଜ୍ଞତା ଅଛି ଫାଷ୍ଟ ଏଡ୍ କାମ କରିବାରେ। ଆମେ କରିଦେବୁ। ଫାଷ୍ଟିଂ କାମ କରିକି କେମିତି ମେଡ଼ିକାଲରେ ପହଞ୍ଚିବେ ସେ ବ୍ୟବସ୍ଥା ମୁଁ କରିଦେବି। ଏଇଟା ମୁଁ କରିଦେବି। ପ୍ରଥମ କଥା ହେଲା ଖାଦ୍ୟ। ବର୍ତ୍ତମାନ ଆମେ ଲୋକମାନଙ୍କୁ ସୂଚନା ଦେବା, ଯାହା ପାଖରେ ଯାହା ଶୁଖିଲା ଖାଦ୍ୟ ଅଛି ସଠିକ୍ ଭାବରେ ସଂରକ୍ଷିତ କରି ରଖିବେ, କାରଣ ବାତ୍ୟା ସମୟରେ କୃତ୍ରିମ ଅଭାବ ହେବାର ସମ୍ଭାବନା ଅଛି। ଏଇ ଲୋକମାନେ କ'ଣ କରିବେ ନା, କୃତ୍ରିମ ଅଭାବ ଘଟେଇକି ସାଧାରଣ ଲୋକମାନଙ୍କୁ ବହୁତ ହଇରାଣରେ ପକାଇ ପାରନ୍ତି। ତେଣୁ ସେ ବାବଦରେ ଆମକୁ ନଜର ଦେବାକୁ ପଡ଼ିବ। କରିବା ନା କରିବାନି? କରିବା ନା, ଏଇଟା ନିହାତି। ନା ନା, ଏଇଟା ଠିକ୍ କଥା। ଏସବୁ ବେପାରୀ ଗୁଡ଼ାକ ଏଇ ସମୟରେ ରେଟ୍ ଗୁଡ଼ାକ ବଢ଼େଇ ଦେବେ। ପିଆଜ କିଲୋ 100 ଟଙ୍କା, ଆଳୁ କିଲୋ 50 ଟଙ୍କା କମ୍। ଏ ସରବା, ଆମେ ଗାଁରେ ଯାଇ ଆଜି ଗୋଟେ ମିଟିଂ କରିବା, ଗାଁ ଲୋକଙ୍କୁ ସବୁ ବୁଝେଇକି ଆଉ ବଜାରଟାକୁ କେମିତି କଣ୍ଟ୍ରୋଲ କରିବା ଆମେ। ହଁ, ଇଏ ବେପାରୀ ବାବା ସାଙ୍ଗୁଣା ଭଳିଆ ଲୁଟିବା ପାଇଁ ଅନିଶା କରି ବସିଛନ୍ତି। ଟିକେ ବନ୍ୟା ଆସିଲେ କି ବାତ୍ୟା ଖବର ଆସିଲେ ଏ ସାଙ୍ଗେ ସାଙ୍ଗେ ରେଟ୍ ବଢ଼େଇ ଦେବେ।
ତେଣୁ ଆମେ ଦୋକାନୀମାନଙ୍କୁ ବୁଝେଇବାକୁ ପଡ଼ିବ ଭାଇ ଏଇ ଟାଇମ୍ରେ କେହି ହଇରାଣ କରନି ଲୋକମାନଙ୍କୁ, ସାଧାରଣ ଲୋକମାନଙ୍କୁ ସଠିକ୍ ଦାମରେ ଜିନିଷ ଦିଅ। ହେ କୁମ୍ଭା ତୁ ଠିକ୍ କଥା କହିଲୁ। ଯଦି ଏମିତି କେଉଁ ଦୋକାନୀ ଆମର ଏଇଠି କରନ୍ତି ସିଧା ତାଙ୍କୁ ଭିଡ଼ିକି ନେଇ ଥାନାରେ ଦେବା। ଲୋକ ଆତଙ୍କିତ ଅବସ୍ଥାରେ କ'ଣ ଖାଇବେ ନା? ତୁମେ ଗୋଟେ ଜିନିଷ 5 ଟଙ୍କାରେ କିଣ, ତୁମେ 50 ଟଙ୍କା। ଗଲା ଥର ସେମିତି ହେଇଥିଲା, ହୁଡ଼ୁ ହୁଡ଼ୁ ଫନି ମହାବାତ୍ୟା ବେଳକୁ କମ୍ ହଇରାଣ ଲୋକ ସବୁ ବଢ଼େଇ ଦେଲେ, ସବୁ ମଜୁଦ ରଖିଥିଲା ଗୁଆ। ଯେମିତି ବାତ୍ୟା ପବନ ଶୁଣିଲେ ହେଲା ତ ଆରମ୍ଭ ଆଉ ଲୋକ ଯାଇକି ଫେରିକି କିଛି ପାଇନାହାନ୍ତି। ଏଥର ଯଦି ସେମିତି କିଏ କରିବ ତାଙ୍କୁ ସବୁ ବାନ୍ଧି ବୁନ୍ଧିକି ନେଇକି ଯିଏ ନ ଆସିବ ତା ବାଡ଼େଇ ତାକୁ ନେଇକି ପଳେଇ ଥାନାକୁ। ଏବେ ସବୁ ଠିକ୍ ହେଲା, କିନ୍ତୁ ବଡ଼ କଥା ହେଲା ଆମର ରିଲିଫ୍। ବାତ୍ୟା ସମୟରେ ଯେଉଁ ରିଲିଫ୍ଟା ଆସିବ ସେଇଟା କେମିତି ସଠିକ୍ ଭାବରେ ପରିଚାଳନା ହୋଇପାରିବ, ଲୋକମାନେ ନେଇପାରିବେ, ସେ ବ୍ୟବସ୍ଥା ଆମେମାନେ ଗାଁବାଲାଙ୍କୁ ବସେଇକିରି ସେମିତି ଆଲୋଚନା କରିବା। କେମିତି ରିଲିଫ୍ ସମୟରେ କେହି ଗଣ୍ଡଗୋଳ ନ କରିକି ସୁରୁଖୁରୁରେ ଶାନ୍ତି ଶୃଙ୍ଖଳା ରିଲିଫ୍ କି ସମସ୍ତଙ୍କ ମଧ୍ୟରେ ସୁଷମ ବଣ୍ଟନ ହୋଇପାରିବ, ସେଇ ବ୍ୟବସ୍ଥା ମଧ୍ୟ ଆମେମାନେ ନେବା ଦରକାର। ନା କ'ଣ କହୁଛନ୍ତି? ଠିକ୍ କଥା। ଆମେ ସମସ୍ତେ ସେ ବ୍ୟବସ୍ଥା କରିବା ଆବଶ୍ୟକତା କରିବା। ବୁଝିଗଲ ତ? ଏବେ ନିଜେ ସବୁ ଗାଁକୁ ଯାଅ, ନିଜ ନିଜ ଟିମ୍ ଧରିକିରି ନିଜ କାମ କର, ବାତ୍ୟା ପାଇଁ ପ୍ରସ୍ତୁତି ରୁହ। ଯଦି କିଛି ଅସୁବିଧା ହେଲା ମୁଁ ସାଙ୍ଗରେ ଅଛି, ମୋତେ ଫୋନ୍ କରିବ। ଯାଅ ନିଜ କାମରେ ସବୁ ଲାଗ। ଚାଲ ଯିବା ସାର୍, ଆମେ ଆପଣଙ୍କୁ ଫୋନ୍ କରିବୁ ଠିକ୍ ଟାଇମ୍ରେ। ବନ୍ଧୁ, ବାତ୍ୟା ପୂର୍ବର ପ୍ରସ୍ତୁତି, ବାତ୍ୟା ସମୟର ପରିଚାଳନା, ବାତ୍ୟା ପରର ପରିଚାଳନା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ସମସ୍ତେ ସତର୍କ ରୁହନ୍ତୁ, ସହଯୋଗ କରନ୍ତୁ ଆଉ ସୁରକ୍ଷିତ ରୁହନ୍ତୁ।